ଆମେ ତ ସନ୍ଧ୍ୟା ହେଲେ ଆମେ ଆମର ଗେଟ୍ ବନ୍ଦ କରିଦେବୁ, ଆମେ ଆମର ପଳେଇବୁ, ଲୋକଙ୍କୁ କହିଦେବୁ ଯେ କେହି ସନ୍ଧ୍ୟା ହେଲେ ବାହାରିବନି, କାରଣ ନହେଲେ ତ ଏଠି ଖୋଲା ରହିଲେ ତ ଏଠି ଆ ଭିତରେ ବି ଚାଲନ୍ତା ଧନ୍ଦା। ତେଣୁକରି ଏଠି ଏଠି ସମ୍ଭାଳି ହବନି। ଯଦି ସମ୍ଭାଳିବ, ପୋଲିସ ଯଦି ରାତି ବେଳା ପେଟ୍ରୋଲିଂ କରନ୍ତେ, ରାତି 10ଟା ପରେ ଆ ଭିତରେ ଚଢଉ କରନ୍ତେ, ପୋଲିସ ତ ତାର ରାସ୍ତା ରାସ୍ତା ଯିବ, ଇଏ ରୋଡକୁ ସିନା ଗଲେ ଦେଖିବ, ଇଏ ତ ତା ଭିତରେ ଗାଡି ଥୋଇଲେ ଭିତରେ ବସିଲେ। ରାତି 12ଟା 1 ପର୍ଯ୍ୟନ୍ତ ଏଠି ଆଡାସ୍ଥଳୀ ଚାଲିଛି, ଏଠି ନିଶାଡିଆ ମାନଙ୍କର ପେଟ୍ରୋଲିଂ କମ ହଉଛି, ସେଟା ତ ସ୍ୱାଭାବିକ କଥା, ପେଟ୍ରୋଲିଂ କମ ହଉଛି। ଏଇଟା ସୀମା ବିବାଦ ରହିଛି, ଥାନା ସୀମା ବିବାଦ ହେଲା ବେଳେ ସେଇ ଥାନା ଅଣ୍ଡରରେ ଯେତିକି ସୀମା ବିବାଦ ଅଛି ସେ କରୁନାହାନ୍ତି ଉଭେ। ଧଉଳି ଅଣ୍ଡରରେ ଯେତିକି ଅଛି କରନ୍ତୁ, ବରଗଡ ଥାନାରେ ଯେତିକି ଅଛି କରନ୍ତୁ, ତାଙ୍କ ସୀମା ବିବାଦ ହଉ, ଠିକ ଅଛି, ସେଟା ତ ଆମେ ମାନୁଛୁ। ହେଲେ ଆଇନଟାକୁ ଯଦି ସୀମାରେ ଧରିକି ଯିବ, ତାହେଲେ ଆଇନଟା ତାହେଲେ ହବ କେମିତି? ତାହେଲେ ଆଉ ଚୋର ତ ଏମିତି ଫାଙ୍କା ଫାଙ୍କି ଚାଲିବେ, ଆଉ ଏଟା ଧଉଳି ଏରିଆ ଆମେ ଏଠି କରିବା। ନାଇଁ, ଏଠି ସୁରକ୍ଷିତ ନାହିଁ, ଏଠି ସୁରକ୍ଷିତ ନାହିଁ, ଏଠି ନିଜକୁ ନିଜେ ସେଭ୍ କରିକି ଯିବାର ଅଛି। ଟୋଟାଲ ଏଠି ରାତିରେ ଆଜ୍ଞା ମଦ ଆଖଡା ଏଠି। ରାତିରେ ଯଦି ପେଟ୍ରୋଲିଂ ଏଠି ହୁଅନ୍ତା, ଚେକିଂ ହୁଅନ୍ତା, ରାତି 12ଟା 1ରେ ଏଠି ଲୋକ ସବୁ ଯାଉଛନ୍ତି। କଣ ତମର କାମ କଣ ଏ ରୋଡରେ ଯିବା? ଡ୍ରଗ୍ସ ପାଉଡର ସବୁ ପ୍ରକାର ନିଶା ଆଜ୍ଞା ଏଠି, ସବୁ ପ୍ରକାର ନିଶା। ଆମେ କାହିଁ କହିବାକୁ ଯିବୁ? ଆମେ ଆମର ବେପାର କରୁଛୁ, ଆମେ ଆମର ଯିବୁ, କହିବୁ ଗ୍ରଜ ରଖିବେ, କଣ ଦରକାର ଆମର ଏ ଧନ୍ଦାରେ ପଶିବା?